ହାଇ ହ୍ୟାଲୋ ନମସ୍କାର ଜୟ ଜଗନ୍ନାଥ। ତାପରେ ଆଶା କରୁଛି ଆପଣମାନେ ସମସ୍ତେ ଭଲ ଥିବେ, ସୁସ୍ଥ ଥିବେ ଏବଂ ଆପଣଙ୍କର ପ୍ରିପାରେସନ୍କୁ ମଧ୍ୟ ଜୋରଦାର ଆଗକୁ ବଢ଼ାଇ ଚାଲିଥିବେ। ତ ଫ୍ରେଣ୍ଡ ଦେଖନ୍ତୁ ଆପଣଙ୍କର ପୁରୀ ଜିଲ୍ଲାରେ ଫ୍ରେଣ୍ଡ ଆପଣଙ୍କର 11 ଗୋଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସ୍କୁଲରେ ଫ୍ରେଣ୍ଡ ଶିକ୍ଷକ ପାଇଁ ଫ୍ରେଣ୍ଡ ଆପଣଙ୍କର ନିଯୁକ୍ତିଟି ବାହାରି ଅଛି। ତ ଆପଣ କେଉଁ ପଦବୀ ପାଇଁ ନିଯୁକ୍ତିଟି ବାହାରି ଅଛି ତାହା ମୁଁ ଆଗକୁ ଆପଣମାନଙ୍କୁ କହିଦେବି ଏବଂ ଫ୍ରେଣ୍ଡସ୍ କେଉଁଥିପାଇଁ କେତେ ଏଜୁକେସନ୍ କ୍ୱାଲିଫିକେସନ୍ ତାହା ମଧ୍ୟ ଆପଣମାନଙ୍କୁ ଦେଖାଇଦେବି ଏବଂ ଆପଣମାନେ କିଭଳି ଭାବରେ ଏହାକୁ ଆବେଦନ କରିପାରିବେ ପୁରା କମ୍ପ୍ଲିଟ୍ A ରୁ Z ଫ୍ରେଣ୍ଡସ୍ ସବୁକିଛି ଆଜିର ଆମେ ଏଇ ଗୋଟେ ଭିଡ଼ିଓରେ ଆଲୋଚନା କରିବା। ତେଣୁ ଆପଣମାନେ ଭିଡ଼ିଓଟିକୁ ଶେଷ ଯାଏଁ ନିଶ୍ଚିତ ଭାବରେ ଦେଖିବେ। ତାପରେ ଦେଖନ୍ତୁ ଏଇଟା ଆପଣଙ୍କର କେଉଁ ସ୍କୁଲ ପାଇଁ ଫ୍ରେଣ୍ଡ ଦେଖନ୍ତୁ ଏଇଟା ଆପଣଙ୍କର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଇଁ ଫ୍ରେଣ୍ଡ ଏବଂ କେତୋଟି ଆପଣଙ୍କର ପୁରୀ ଜିଲ୍ଲାର କେତୋଟି ସ୍କୁଲରେ ବାହାରିଛି ତ 11 ଗୋଟି ଆପଣଙ୍କର ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଆପଣଙ୍କର ଏଇ ନିଯୁକ୍ତିଟି ଆପଣଙ୍କର ବାହାରି ଅଛି। ତାପରେ ଦେଖନ୍ତୁ ଆପଣଙ୍କର ପୋଷ୍ଟ ନେମ୍ କ'ଣ ରହିଅଛି ଦେଖନ୍ତୁ ଆପଣଙ୍କର PGT ଫିଜିକ୍ସ। ତାପରେ PGT ଫିଜିକ୍ସ ପାଇଁ ତାର କ୍ୱାଲିଫିକେସନ୍ କ'ଣ ଆପଣମାନେ ନିଶ୍ଚିତ ଭାବରେ ଫିଜିକ୍ସ କିମ୍ବା ଇଲେକ୍ଟ୍ରୋନିକ୍ସ କିମ୍ବା ଆପ୍ଲାଏଡ଼ ଫିଜିକ୍ସ କିମ୍ବା ନ୍ୟୁକ୍ଲିୟର ଫିଜିକ୍ସ ଏଇସବୁ ବିଷୟରେ ଯଦି ଆପଣମାନେ ପଢ଼ିଥାନ୍ତି ତାହେଲେ ଆପଣମାନେ PGT ଫିଜିକ୍ସ ପାଇଁ ଆବେଦନ କରିପାରିବେ। ଆଉ ଗୋଟେ କଥା ଫ୍ରେଣ୍ଡ ଏଇଟା ଯେଉଁ ନିଯୁକ୍ତିଟି ବାହାରିଛି ତ ଫ୍ରେଣ୍ଡ ଏହା ଆପଣଙ୍କର ପାର୍ଟ ଟାଇମ୍ ଟିଚର୍ ପାଇଁ ଫ୍ରେଣ୍ଡ ନିଯୁକ୍ତିଟି ବାହାରି ଅଛି। ତ କୌଣସି ପରମାନେଣ୍ଟ ଟିଚର୍ ପାଇଁ ନିଯୁକ୍ତିଟି ବାହାରି ନାହିଁ। ତ ଫ୍ରେଣ୍ଡ ଯେଉଁଟାକି ମୁଁ ଆପଣମାନଙ୍କୁ କ୍ଲିୟର କରି କହିଦେଉଛି ଏହା ଆପଣଙ୍କର ପାର୍ଟ ଟାଇମ୍ ପାଇଁ ଆପଣଙ୍କର ଏଇ ନିଯୁକ୍ତି ଗୁଡ଼ିକ ବାହାରି ଅଛି। ସେହିଭଳି PGT କେମିଷ୍ଟ୍ରିର ତା'ର ଏଜୁକେସନ୍ କ୍ୱାଲିଫିକେସନ୍ ଏଠାରେ ଦେଖିପାରୁଥିବେ। ଆପଣମାନେ ଯଦି କେମିଷ୍ଟ୍ରି କିମ୍ବା ବାୟୋକେମିଷ୍ଟ୍ରି ପଢ଼ିଥିବେ ତାହେଲେ ଆପଣମାନେ ଏଥିରେ ଆବେଦନ କରିପାରିବେ। ସେହିଭଳି ଏଠାରେ ବହୁତ ସାରା ପୋଷ୍ଟ ଆପଣମାନେ ଦେଖିଦିଅନ୍ତୁ। ଆପଣମାନେ ଯେଉଁଥିରେ ପଢ଼ିଥାନ୍ତି ତ ସେଇଥିରେ ଆପଣମାନେ ଆବେଦନ କରିଦେବେ। ତ ଏଠାରେ ମୁଁ ସ୍ଲୋ କରି ଦେଖାଇ ଦେଉଛି, ଆପଣମାନେ ଟିକେ ସ୍କ୍ରିନଶଟ୍ ମାରିଦିଅନ୍ତୁ କିମ୍ବା ଦେଖିଦିଅନ୍ତୁ। TGT ଓଡ଼ିଆ, TGT ଇଂଲିଶ, TGT ମ୍ୟାଥମେଟିକ୍ସ, TGT ସାଇନ୍ସ, TGT ସୋସିଆଲ ଷ୍ଟଡ଼ିଜ୍, TGT ହିନ୍ଦୀ ଏବଂ ଫ୍ରେଣ୍ଡ ଏଇଭଳି ଆପଣଙ୍କର ବହୁତ ସାରା ପଦବୀ ଆପଣଙ୍କ ବାହାରି ଅଛି। TGT ସାଂସ୍କ୍ରିଟ। ତ ଫ୍ରେଣ୍ଡ ଏଇ PDFଟି ନହେଲେ ମୁଁ ଫ୍ରେଣ୍ଡ ଟେଲିଗ୍ରାମରେ ଛାଡ଼ିଦେବି, ଆପଣମାନେ ସେଠାରୁ ମଧ୍ୟ ଆପଣମାନେ ଏହାକୁ ଦେଖିଦେବେ। କାରଣ ଫ୍ରେଣ୍ଡ ଏତେ ସାରା ଯଦି ମୁଁ ଆପଣମାନଙ୍କୁ କହିବି ତାହେଲେ ଫ୍ରେଣ୍ଡ ଆପଣଙ୍କର ଫ୍ରେଣ୍ଡସ୍ ଟାଇମ୍ ଟେକିଂ ହେବ। ତେଣୁ ମୁଁ ଅଯଥାରେ ଚାହୁଁନି କି ଆପଣଙ୍କର ସମୟ ବର୍ବାଦ ହେଉ ବୋଲିକି। ତାପରେ ଚାଲନ୍ତୁ ବର୍ତ୍ତମାନ ମୁଁ ଆପଣଙ୍କୁ କହିଦେଉଛି କି ଏହାକୁ ଆପଣମାନେ କିଭଳି ଭାବରେ ଆବେଦନ କରିବେ। ତାପରେ ଦେଖନ୍ତୁ ଏହା ଆପଣଙ୍କର ଅଫଲାଇନ୍ରେ ଆବେଦନ ହେବ। ତ ଆପଣମାନେ ଏକ ଫର୍ମକୁ ଫିଲ୍ଅପ୍ କରିବେ। ଫିଲ୍ଅପ୍ କରିସାରିବା ପରେ ଆପଣମାନେ ପୋଷ୍ଟ ଅଫିସ୍ ଯିବେ ଏବଂ ମୁଁ ଆପଣଙ୍କୁ ଗୋଟେ ଆଡ୍ରେସ୍ କହିବି। ତ ସେଇ ଆଡ୍ରେସ୍ରେ ଆପଣମାନେ ଏହାକୁ ଫିଲ୍ଅପ୍ କରିସାରିକି ଆପଣମାନେ ସେଇ ଆଡ୍ରେସ୍ରେ ଏହାକୁ ଆପଣମାନେ ପଠାଇଦେବେ। ତ ଫ୍ରେଣ୍ଡ ଏହା ଆପଣଙ୍କର 30 ତାରିଖ ପୂର୍ବରୁ ଆପଣମାନେ ଫ୍ରେଣ୍ଡ ପଠାଇବେ। ଏଇଟା ଗୋଟେ ମୋଷ୍ଟ ଇମ୍ପୋର୍ଟାଣ୍ଟ। ତାହେଲେ ଫ୍ରେଣ୍ଡ ଚାଲନ୍ତୁ ବର୍ତ୍ତମାନ ମୁଁ ଆପଣଙ୍କୁ କହିଦେଉଛି କି ଆପଣମାନେ ଏଇ ଫର୍ମଟି କିଭଳି ଭାବରେ ଫିଲ୍ଅପ୍ କରିବେ। ତାପରେ ଏଇ PDFଟି ଏଇ ଭିଡ଼ିଓ ଡେସ୍କ୍ରିପ୍ସନରେ ଟେଲିଗ୍ରାମ ଚ୍ୟାନେଲ ଲିଙ୍କ୍ ଅଛି। ତ ଟେଲିଗ୍ରାମ ଗ୍ରୁପରେ ଦେଇଦେବି। ତ ଏଇ PDFଟି ଆପଣମାନେ ଡାଉନଲୋଡ଼ କରିଦେବେ। ତାପରେ ବହୁତ ସାରା ଡିଷ୍ଟ୍ରିକ୍ଟର ଆପଣଙ୍କର ବାହାରି ଅଛି। ତେଣୁ ଫ୍ରେଣ୍ଡ ଆପଣଙ୍କର ଆଜି ମୁଁ ପୁରୀ ଡିଷ୍ଟ୍ରିକ୍ଟର ଆଲୋଚନା କରୁଛି। ତ ପୂର୍ବରୁ ମୟୂରଭଞ୍ଜ ଜିଲ୍ଲାର ଆଲୋଚନା କରିଥିଲି। ତେଣୁ ଫ୍ରେଣ୍ଡ ଆପଣଙ୍କ ଜିଲ୍ଲାର ଫ୍ରେଣ୍ଡ ଆପଣଙ୍କର ଏଇ ଫର୍ମଟି ଆପଣମାନେ କାଢ଼ିଦେବେ। କାଢ଼ି ସାରିବା ପରେ ଏହାକୁ ଫିଲ୍ଅପ୍ କରିବେ। ତ ପ୍ରଥମେ କ'ଣ କରିବେ ଦେଖନ୍ତୁ, ଏଠା ରାଇଟ୍ ସାଇଡ଼୍ରେ ଆପଣ ଏଠା ନିଜର ପାସପୋର୍ଟ ସାଇଜ୍ ଫଟୋଗ୍ରାଫ ଏବଂ ୱିଥ୍ ସିଗ୍ନେଚର୍ ଫଟୋଗ୍ରାଫ ଏବଂ ତା ସହ ସିଗ୍ନେଚର୍ କରିକି ଆପଣମାନେ ଏଠାରେ ଆପଣମାନେ ଆଟାଚ୍ କରିଦେବେ। ତାପରେ ଦେଖନ୍ତୁ ଏଠାରେ ପୋଷ୍ଟ ଆପ୍ଲାଏଡ଼ ଫର୍ ଆପଣମାନେ କେଉଁ ପୋଷ୍ଟ ପାଇଁ ଆବେଦନ କରୁଛନ୍ତି ତାହାର ସେ ପୋଷ୍ଟ ନେମ୍ଟିକୁ ଲେଖିଦେବେ। TGT ହିନ୍ଦୀ କିମ୍ବା TGT ସାଂସ୍କ୍ରିଟ କିମ୍ବା TGT ଓଡ଼ିଆ। ତ ଯେଉଁ ପୋଷ୍ଟ ପାଇଁ ବି ଆପଣମାନେ ଆବେଦନ କରୁଛନ୍ତି ସେଇ ନେମ୍ଟିକୁ ଏଠାରେ ଲେଖିବେ। ତାପରେ 2 ନମ୍ବର ଦେଖନ୍ତୁ ନେମ୍। ତ ଏଇ ସିଧାରେ ଆପଣ ନିଜର ନାଁଟିକୁ ଲେଖିବେ ଏବଂ 3 ନମ୍ବରରେ ଫାଦର୍ସ ନେମ୍। ଏଠାରେ ଆପଣ ନିଜର ବାପାଙ୍କ ନେମ୍ଟିକୁ ଲେଖିବେ। ତାପରେ ଦେଖନ୍ତୁ ମଦର୍ସ ନେମ୍। ଏଠାରେ ଆପଣ ନିଜର ମାଆଙ୍କ ନେମ୍ଟିକୁ ଲେଖିବେ। ତାପରେ ଦେଖନ୍ତୁ ମ୍ୟାରିଟାଲ୍ ଷ୍ଟାଟସ୍। ଯଦି ଆପଣମାନେ ବିବାହିତ ତାହେଲେ ଆପଣମାନେ ମ୍ୟାରେଜ୍ ଲେଖିବେ। ଯଦି ଆପଣମାନେ ବାହା ହେଇନାହାନ୍ତି ତାହେଲେ ଆପଣମାନେ ଅନମ୍ୟାରେଡ଼୍ ଲେଖିଦେବେ। ଏବଂ ତାପରେ ଦେଖନ୍ତୁ 5 ନମ୍ବରରେ କଣ୍ଟାକ୍ଟ ନମ୍ବର ଆପଣଙ୍କର 2ଟି ମୋବାଇଲ୍ ନମ୍ବର ଆପଣମାନେ ଏଠାରେ ଦେବେ। ଗୋଟେ ନିଜର ଦେଇଦେବେ ଏବଂ ଆଉ ଗୋଟେ ଆପଣଙ୍କ ବାପାଙ୍କ କିମ୍ବା ମାଆଙ୍କ ଦେଇଦେବେ। ନେକ୍ସଟ ଦେଖନ୍ତୁ ଇମେଲ୍ ID। ତ ଏଠାରେ ଆପଣ ନିଜର ଇମେଲ୍ IDଟିକୁ ଦେଇଦେବେ। ତାପରେ ଦେଖନ୍ତୁ ଆପଣଙ୍କର ଆଡ୍ରେସ୍। ତ ଆପଣମାନେ କେଉଁ ଆଡ୍ରେସ୍ରେ ପରମାନେଣ୍ଟ ରହୁଛନ୍ତି ସେଇ ଆଡ୍ରେସ୍ଟିକୁ ଦେବେ। ଆର୍ଟ ପୋଷ୍ଟ ଡିଷ୍ଟ୍ରିକ୍ଟ ପିନ୍ ଏଇସବୁ ଆପଣମାନେ ଏଠାରେ ଭରିବେ ଏବଂ ପ୍ରେଜେଣ୍ଟ ଆଡ୍ରେସ୍ ଆଉ ପରମାନେଣ୍ଟ ଆଡ୍ରେସ୍ ଯଦି ଆପଣଙ୍କର ସେମ୍ ଥାଏ ତାହେଲେ ଆପଣମାନେ ଏଠାରେ ମଧ୍ୟ ଆଉଥରେ ଲେଖିଦେବେ। ତାପରେ 8 ନମ୍ବର ଦେଖନ୍ତୁ ଜେଣ୍ଡର। ତ ଆପଣମାନେ ମେଲ୍ କିମ୍ବା ଫିମେଲ୍ ତାକୁ ଆପଣମାନେ ଏଠାରେ ଲେଖିବେ। 9 ନମ୍ବର ଦେଖନ୍ତୁ ଡେଟ୍ ଅଫ୍ ବାର୍ଥ। ଆପଣ ନିଜର ଡେଟ୍ ଅଫ୍ ବାର୍ଥଟିକୁ ଏଇ ସିଧାରେ ଲେଖିଦେବେ। ତାପରେ ଦେଖନ୍ତୁ ଆପଣଙ୍କର 12/3/2024 ସୁଦ୍ଧା ଆପଣଙ୍କର ଏଜ୍ କେତେ ହେଉଛି ତାହାକୁ ଆପଣମାନେ ଏଠାରେ ଲେଖିବେ। ଏବଂ 11 ନମ୍ବର ଦେଖନ୍ତୁ ଯଦି ଆପଣମାନେ ଫ୍ରେଣ୍ଡ CTET ପେପର୍ 2 କିମ୍ବା OSSTET କିମ୍ବା OTET ପେପର୍ 2 କ୍ୱାଲିଫାଏ କରିଛନ୍ତି ତାହେଲେ ଆପଣମାନେ ୟେସ୍ କରିବେ। ଯଦି କ୍ୱାଲିଫାଏ କରିନାହାନ୍ତି ତାହେଲେ ଆପଣମାନେ ନୋ ଲେଖିଦେବେ। ତାପରେ 12 ନମ୍ବର ଦେଖନ୍ତୁ ଆପଣଙ୍କର ME ଷ୍ଟାଣ୍ଡାର୍ଡ଼ ଯାଏଁ ଆପଣଙ୍କର ଓଡ଼ିଆ ଥିଲା କି, ଯଦି ଥିଲା ତାହେଲେ ୟେସ୍ କରିବେ, ଯଦି ନଥିଲା ତାହେଲେ ନୋ କରିଦେବେ। ତାପରେ 13 ନମ୍ବର ଦେଖନ୍ତୁ ଲାଙ୍ଗୁଏଜ୍ ନୋନ୍। ତ ଆପଣମାନଙ୍କୁ କେଉଁ ଲାଙ୍ଗୁଏଜ୍ ଜଣା ସେଗୁଡ଼ିକୁ ଆପଣମାନେ ଲେଖିଦେବେ। ଯଦି ଆପଣମାନଙ୍କୁ ଓଡ଼ିଆ ଜଣା ତାହେଲେ ଓଡ଼ିଆ ଲେଖିବେ, ଇଂଲିଶ ଯଦି ଜଣା ଇଂଲିଶ ଲେଖିବେ, ହିନ୍ଦୀ ଜଣା ଯଦି ହିନ୍ଦୀ ଲେଖିବେ।
ଏବଂ ତାପରେ 14 ନମ୍ବର ଦେଖନ୍ତୁ ଏବିଲିଟି ଟୁ ଟିଚ୍ ଇନ୍ ଓଡ଼ିଆ ଆଣ୍ଡ ଇଂଲିଶ। କ'ଣ ଆପଣମାନେ ଫ୍ରେଣ୍ଡସ୍ ଓଡ଼ିଆ ଏବଂ ଇଂଲିଶରେ ପଢ଼ିବା ପାଇଁ ଆପଣମାନେ ଏବିଲିଟି ବା ସକ୍ଷମ କି? ଯଦି ସକ୍ଷମ ତାହେଲେ ୟେସ୍ ଲେଖିବେ, ଯଦି ସକ୍ଷମ ନାହାନ୍ତି ତାହେଲେ ନୋ ଲେଖିଦେବେ। ତାପରେ ଦେଖନ୍ତୁ ଏଜୁକେସନାଲ୍ କ୍ୱାଲିଫିକେସନ୍କୁ ଆପଣମାନେ ଏଠାରେ ଧ୍ୟାନ ଦେଇକି ଭରିବେ ଏବଂ ଯାହା ବି ଦେବେ ଆପଣମାନେ ରିଏଲ୍ ଗୁଡ଼ିକ ଦେବେ, କୌଣସି ଫେକ୍ ଦେବେ ନାହିଁ। ଫାର୍ଷ୍ଟ ଦେଖନ୍ତୁ ମେଟ୍ରିକୁଲେସନ୍ ବା 10th। ତ 10th ଆପଣ କେଉଁ ଇୟର୍ରେ ପାସ୍ କରିଥିଲେ ତାକୁ ଏଠାରେ ଲେଖିଦେବେ, କେଉଁ ବୋର୍ଡ଼ରୁ ପାସ୍ କରିଥିଲେ ତାକୁ ଏଠାରେ ଲେଖିଦେବେ ଏବଂ କେଉଁ ସ୍କୁଲରେ ଆପଣ ପଢ଼ିକି ପାସ୍ କରିଥିଲେ ତାକୁ ଏଠାରେ ଲେଖିଦେବେ ଏବଂ ସ୍ପେସିଆଲାଇଜେସନ୍କୁ ଏଠାରେ ଲେଖିଦେବେ ଏବଂ ଆପଣଙ୍କର 10ରେ ଟୋଟାଲ୍ ମାର୍କ କେତେ ଥିଲା ତାକୁ ଏଠାରେ ଲେଖିବେ ଏବଂ କେତେ ମାର୍କ ଆପଣମାନେ ରଖିଥିଲେ ପରସେଣ୍ଟେଜରେ ତାକୁ ଆପଣମାନେ ଏଠାରେ ଲେଖିଦେବେ। ଏବଂ ତାପରେ ଦେଖନ୍ତୁ ଇଣ୍ଟରମିଡ଼ିଏଟ୍ +2, ତ +2ଟିକୁ ମଧ୍ୟ ଆପଣମାନେ ସେଇଭଳି ଫିଲ୍ଅପ୍ କରିଦେବେ। +3 କରିଥିଲେ +3 ଫିଲ୍ଅପ୍ କରିବେ, ଯଦି ପିଜି କରିଥାନ୍ତି ପିଜିର ମଧ୍ୟ ଫିଲ୍ଅପ୍ କରିବେ, ବିଡ଼ି କରିଥିଲେ ବିଏଡ଼୍ର ଫିଲ୍ଅପ୍ କରିବେ, ଏମ୍ଫିଲ୍ କରିଥିଲେ ଏମ୍ଫିଲ୍ର ଫିଲ୍ଅପ୍ କରିବେ, ପିଏଚ୍ଡି କରିଥିଲେ ପିଏଚ୍ଡିର ଫିଲ୍ଅପ୍ କରିବେ ଏବଂ ଅନ୍ୟ କୌଣସି ଯଦି ଆପଣମାନେ କରିଥାନ୍ତି ତାହେଲେ ତାକୁ ମଧ୍ୟ ଆପଣମାନେ ଏଠାରେ ଫିଲ୍ଅପ୍ କରିଦେବେ। ଏବଂ ତାପରେ ଦେଖନ୍ତୁ ଏକ୍ସପେରିଏନ୍ସ, ତ ଫ୍ରେଣ୍ଡ ଯଦି ଆପଣଙ୍କର ଏକ୍ସପେରିଏନ୍ସ ଥାଏ ତାହେଲେ ଫ୍ରେଣ୍ଡ ଆପଣମାନେ କେଉଁ ସ୍କୁଲରେ ପଢ଼ଉଥିଲେ, କ'ଣ କରୁଥିଲେ ସେସବୁ ଆପଣମାନେ ଏଠାରେ ଭରିଦେବେ। ଯଦି ଏକ୍ସପେରିଏନ୍ସ ଆପଣଙ୍କର ନଥାଏ ତାହେଲେ ଏଟାକୁ ଆପଣମାନେ ଫିଲ୍ଅପ୍ କରିବେ ନାହିଁ। ଏବଂ ନେକ୍ସଟ ଦେଖନ୍ତୁ ଡକୁମେଣ୍ଟ ଟୁ ବି ଆଟାଚ୍, ତ ଫ୍ରେଣ୍ଡ ଆପଣମାନେ ଏଇ ଫର୍ମଟି ଫିଲ୍ଅପ୍ କରିସାରିବା ପରେ କ'ଣ ଡକୁମେଣ୍ଟ ତା ସହ ଆଟାଚ୍ କରିବେ ଦେଖନ୍ତୁ। ଆଇଡି ପ୍ରୁଫ୍ ହିସାବରେ ଆପଣମାନେ ଫ୍ରେଣ୍ଡ ଆଧାର କାର୍ଡ଼ କିମ୍ବା ପାନ୍ କାର୍ଡ଼କୁ ଦେଇଦେବେ, ଏଠାରେ ଫ୍ରେଣ୍ଡ ୟେସ୍ କରିବେ ଏବଂ ତା'ର ଜେରକ୍ସ ଗୋଟେ କାଢ଼ିକି ସେଠି ଆଟାଚ୍ କରିବେ ଏବଂ ତାପରେ 10th ମାର୍କସିଟ୍ର ଜେରକ୍ସ ଦେବେ, ତାପରେ 10th ସାର୍ଟିଫିକେଟ୍ର ଜେରକ୍ସ ଦେବେ, ତାପରେ ଇଣ୍ଟରମିଡ଼ିଏଟ୍ +2ର ସାର୍ଟିଫିକେଟ୍ ଦେବେ, +2ର ମାର୍କସିଟ୍ ଦେବେ, ତାପରେ ଗ୍ରାଜୁଏସନ୍ର ମାର୍କସିଟ୍ ଦେବେ, ଗ୍ରାଜୁଏସନ୍ ସାର୍ଟିଫିକେଟ୍ ମଧ୍ୟ ଆପଣମାନେ ଦେବେ, ତାପରେ ବିଏଡ଼୍ କରିଥିଲେ ବିଏଡ଼୍ ମାର୍କସିଟ୍ ଦେବେ, ବିଏଡ଼୍ ସାର୍ଟିଫିକେଟ୍ ଦେବେ, ସିଟିଇଟି ସାର୍ଟିଫିକେଟ୍ ଦେବେ, ଓଏସଟିଇଟି ସାର୍ଟିଫିକେଟ୍ ଏଠାରେ ଦେବେ, ପିଜି ମାର୍କସିଟ୍ ଏଠାରେ ଦେବେ, ପିଜି ସାର୍ଟିଫିକେଟ୍ ଏଠାରେ ଦେବେ। ଯେଉଁ ଗୁଡ଼ିକ ଆପଣମାନେ ଦେବେ ସେଗୁଡ଼ିକ ଆପଣମାନେ ଏଠାରେ ରାଇଟ୍ ସାଇଡ଼୍ରେ ୟେସ୍ ଲେଖିଦେବେ, ଯେଉଁଗୁଡ଼ା ଦେବେ ନାହିଁ ସେଗୁଡ଼ିକରେ ଆପଣ ନୋ ଲେଖିଦେବେ। ଏବଂ ଆପଣମାନେ ଏଇଟାକୁ ଫିଲ୍ଅପ୍ କରିସାରିବା ପରେ ତଳେ ଦେଖନ୍ତୁ ଏଟା ସିଗ୍ନେଚର୍ ଆପଣଙ୍କର କରିବେ, ଡେଟ୍ ପ୍ଲେସ୍ ଆପଣମାନେ ଏଠାରେ ଦେବେ। ତାପରେ ଏଇଟାର ଫ୍ରେଣ୍ଡ ପ୍ରିଣ୍ଟ ଆଉଟ୍ କାଢ଼ି ସାରିବା ପରେ କ'ଣ କରିବେ, ଯାହା ମୁଁ ଆପଣଙ୍କୁ ବତେଇଲି ଫିଲ୍ଅପ୍ କରିବେ। ଫିଲ୍ଅପ୍ କରି ସାରିବା ପରେ ଯାହା ଏଇଟାରେ ଡକୁମେଣ୍ଟ ଆପଣମାନେ ଦେବେ ତ ସେଠାରେ ଆପଣମାନେ ରାଇଟ୍ ସାଇଡ଼୍ରେ ୟେସ୍ ଆପଣଙ୍କର ଏଠାରେ ୟେସ୍ ଲେଖିଦେବେ ଯେଉଁଗୁଡ଼ିକ ବି ଦେବେ, ଯେଉଁଗୁଡ଼ିକ ଦେବେ ନାହିଁ ନୋ କରିଦେବେ ଏବଂ ଯେଉଁ ଡକୁମେଣ୍ଟ ଦେବେ ସେଗୁଡ଼ିକୁ ଆପଣମାନେ ଆଟାଚ୍ କରିଦେବେ। ତାପରେ ଏଇ ଫର୍ମ ଫିଲ୍ଅପ୍ କରିବେ, ଏହାର ପଛପଟେ ସେଇ ଡକୁମେଣ୍ଟର ଜେରକ୍ସ ଗୁଡ଼ିକ ଆପଣମାନେ ଦେବେ, କୌଣସି ବି ଅରିଜିନାଲ୍ ଦେବେ ନାହିଁ, ଆପଣମାନେ ସେଗୁଡ଼ିକର ଜେରକ୍ସ କରିବେ ଏବଂ ଜେରକ୍ସ ଗୁଡ଼ିକୁ ପଛପଟେ ଷ୍ଟାପ୍ଲର ମାଧ୍ୟମରେ ଆଟାଚ୍ କରିକି ଆପଣମାନେ ଏହାକୁ ପୋଷ୍ଟାଲ ମାଧ୍ୟମରେ ପଠାଇଦେବେ। ତାପରେ ପୋଷ୍ଟାଲରେ ତ ଆପଣମାନେ ପଠାଇବେ, କିନ୍ତୁ କେଉଁ ଆଡ୍ରେସ୍ରେ ପଠାଇବେ ଚାଲନ୍ତୁ ତାହା ବର୍ତ୍ତମାନ ମୁଁ ଆପଣଙ୍କୁ କହିଦେଉଛି। ଆଡ୍ରେସଟିକୁ ଆପଣମାନେ ନୋଟ୍ କରିବେ। ତାପରେ ଏଇଟା ହେଉଛି ଫ୍ରେଣ୍ଡସ୍ ତା'ର ଆଡ୍ରେସଟି, ଏଇଟା ଟିକେ ଧ୍ୟାନ ଦିଅନ୍ତୁ, ଏଇଟା ହେଉଛି ତା'ର ଆଡ୍ରେସ୍। ତାପରେ ନୋଡାଲ ପ୍ରିନ୍ସିପାଲ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଗୋବିନ୍ଦପୁର, 8 ପୋଷ୍ଟ ଗୋବିନ୍ଦପୁର, ପିପିଲି, ପୁରୀ, ପିନ୍କୋଡ଼୍ ହେଉଛି 75210। ତ ଫ୍ରେଣ୍ଡ ଏଇ ଆଡ୍ରେସଟି ନୋଟ୍ କରନ୍ତୁ ଏବଂ ଏଇ ଆଡ୍ରେସରେ ଆପଣମାନେ ସେଇ ଫର୍ମଟିକୁ ଫିଲ୍ଅପ୍ କରି ସାରିବା ପରେ ଆପଣମାନେ ପଠାଇଦେବେ। ତ ଫ୍ରେଣ୍ଡସ୍ ଯଦି ଆପଣମାନେ PDFଟି ପାଇବା ପାଇଁ ଚାହୁଁଥାନ୍ତି ତାହେଲେ ଏଇ ଭିଡ଼ିଓ ଡେସ୍କ୍ରିପ୍ସନ୍ରେ ମୁଁ ଟେଲିଗ୍ରାମ ଚ୍ୟାନେଲର ଲିଙ୍କ୍ ଦେଇଦେଉଛି। ତ ଫ୍ରେଣ୍ଡ ସେଇ ଟେଲିଗ୍ରାମ ଗ୍ରୁପ୍ରେ ନିଶ୍ଚିତ ଭାବରେ ଜଏନ୍ ହେଇଯାଆନ୍ତୁ, ସେଇଠାରୁ এই PDFଟିକୁ ଆପଣମାନେ ଅତି ସହଜ ଭାବରେ ଡାଉନଲୋଡ଼୍ କରିପାରିବେ। ଯଦି ଫ୍ରେଣ୍ଡ ଆପଣମାନଙ୍କର ଅନ୍ୟ କୌଣସି ଡିଷ୍ଟ୍ରିକ୍ଟ ଯଦି ଆପଣଙ୍କର ରହିଥାଏ ତାହେଲେ ଫ୍ରେଣ୍ଡ ବ୍ୟସ୍ତ ହୁଅନ୍ତୁ ନାହିଁ, ବହୁତ ସାରା ଡିଷ୍ଟ୍ରିକ୍ଟର ବାହାରି ଅଛି, ତ ମୁଁ ଗୋଟେ ଭିଡ଼ିଓରେ ଗୋଟେ ଡିଷ୍ଟ୍ରିକ୍ଟର କଭର୍ କରୁଅଛି, ତେଣୁ ଆପଣଙ୍କ ଡିଷ୍ଟ୍ରିକ୍ଟର ମଧ୍ୟ ଭିଡ଼ିଓ ଖୁବ୍ ଜଲ୍ଦି ଆପଣଙ୍କର ଆସିଯିବ। ଚ୍ୟାନେଲକୁ ନିଶ୍ଚିତ ଭାବରେ ସବସ୍କ୍ରାଇବ୍ କରିକି ପାଖରେ ଥିବା ବେଲ୍ ଆଇକନ୍ଟିକୁ ଅନ୍ କରିକି ରଖିଥାନ୍ତୁ। ତାହେଲେ ଦେଖା ହେବ ପରବର୍ତ୍ତୀ ଭିଡ଼ିଓରେ, ସେ ଯାଏଁ ଆମେ ରହିବା। ଜୟ ହିନ୍ଦ, ଜୟ ଭାରତ, ବନ୍ଦେ ମାତରମ୍।